जहाँ भी किछि ହେଲା ସେଥିପାଇଁ ସରି। ମୁଁ ଆଇନକୁ ସମ୍ମାନ କରୁଛି। ଜେଲରୁ ବାହାରିବା ପରେ ଏମିତି କହିଲେ ପୁଷ୍ପାରାଜ ଅଲ୍ଲୁ ଅର୍ଜୁନ। ଜେଲରୁ ମୁକୁଳି ସାରିଛନ୍ତି ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ଗୋଟିଏ ରାତି ଜେଲରେ କାଟିବା ପରେ ଆଜି ସକାଳୁ ଜେଲରୁ ମୁକୁଳିଛନ୍ତି ପୁଷ୍ପାରାଜ। ତେବେ ଅଲ୍ଲୁ ଆଜି ଜେଲରୁ ମୁକୁଳିବା ପରେ ତାଙ୍କୁ ତାଙ୍କ ବାପା ଓ ଶ୍ୱଶୁର ସ୍ୱାଗତ କରିବା ପାଇଁ ପହଞ୍ଚିଥିଲେ। ଆଉ କଡ଼ା ସୁରକ୍ଷା ଭିତରେ ଗୋଟିଏ କଳା ରଙ୍ଗର କାରରେ ବସି ଘରେ ପହଞ୍ଚିଥିଲେ ଅଲ୍ଲୁ ଅର୍ଜୁନ। ତେବେ ଘରେ ପହଞ୍ଚିବା ପରେ ପ୍ରଥମ କରି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ ଏହି ସାଉଥ୍ ସୁପରଷ୍ଟାର। ଅଲ୍ଲୁ ଅର୍ଜୁନ କହିଥିଲେ, ଚିନ୍ତା କଲା ଭଳି କୌଣସି କଥା ନାହିଁ। ମୁଁ ବର୍ତ୍ତମାନ ଠିକ୍ ଅଛି। ମୁଁ ଆଇନ ଉପରେ ବିଶ୍ୱାସ ରଖିବା ଲୋକ। ଯେହେତୁ ଅଦାଲତରେ ଏହି କେସ୍ ଚାଲିଛି, ତେଣୁ ଏହା ଉପରେ ମୁଁ କୌଣସି ବି କମେଣ୍ଟ କରିବାକୁ ଚାହୁଁନି। ତେବେ ମୁଁ ନିଶ୍ଚୟ ଆଇନ କାନୁନର ପାଳନ କରିବି ଏବଂ ପୋଲିସ ସହ ସହଯୋଗ କରିବି ବୋଲି କହିଛନ୍ତି ଅଲ୍ଲୁ ଅର୍ଜୁନ। ଅନ୍ୟପଟେ ମୃତ ମହିଳାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ଅଲ୍ଲୁ ଅର୍ଜୁନ। ଯେଉଁ ମହିଳାଙ୍କ ଜୀବନ ଯାଇଛି ତାଙ୍କ ପରିବାର ପ୍ରତି ମୋର ସମବେଦନା ଜଣାଉଛି ବୋଲି କହିଛନ୍ତି ଅଲ୍ଲୁ ଅର୍ଜୁନ। ଏହି ଘଟଣା ଦୁର୍ଭାଗ୍ୟଜନକ ଥିଲା, ତେଣୁ ସେହି ପରିବାରକୁ ମୁଁ ଯଥାସମ୍ଭବ ସହାୟତା ପ୍ରଦାନ କରିବି ବୋଲି କହିଛନ୍ତି ଅଲ୍ଲୁ ଅର୍ଜୁନ। ଏହାସହ ଗଲା 20 ବର୍ଷ ହେଲା ମୁଁ ଫିଲ୍ମ ହଲ୍କୁ ଯାଉଛି, ହେଲେ ଏଥର କିନ୍ତୁ ଏହି ଘଟଣା ଗୋଟିଏ ଅନ୍ୟ ମୋଡ଼ ନେଲା ବୋଲି କହିଛନ୍ତି ଅଲ୍ଲୁ ଅର୍ଜୁନ। ସୂଚନାଯୋଗ୍ୟ ଯେ ଡିସେମ୍ବର 4 ତାରିଖରେ ହାଇଦ୍ରାବାଦ ପୁଷ୍ପା 2 ଫିଲ୍ମରେ ସ୍ପେଶାଲ ସ୍କ୍ରିନିଂ ସମୟରେ ଦଳା ଚକଟା କାରଣରୁ ଜଣେ ମହିଳା ପ୍ରାଣ ହରାଇଥିଲେ। ଯେଉଁ ମାମଲାରେ ଗତକାଲି ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଥିଲା ପୋଲିସ। ଏହାପରେ ଅଲ୍ଲୁ ଅର୍ଜୁନଙ୍କୁ ତଳ କୋର୍ଟ 14 ଦିନିଆ ବିଚାର ବିଭାଗୀୟ ଜେଲକୁ ପଠାଇ ଦେଇଥିଲା। ହେଲେ ତେଲେଙ୍ଗାନା ହାଇକୋର୍ଟ କିନ୍ତୁ ଅଲ୍ଲୁଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲା।